हाय ସାଙ୍ଗମାନେ କେମିତି ଅଛନ୍ତି? ଆଶା କରୁଛି ଭଲରେ ଥିବେ। ସକାଳୁ ସକାଳୁ ମୁଁ ବ୍ଲଗିଂ ଷ୍ଟାର୍ଟ କରିଛି। ସାଙ୍ଗମାନେ ଏଇନେ ଜଷ୍ଟ ମୁଁ ଏଇନେ ଗାଧେଇକି ଆସିଲି। ମୋର ଅଷ୍ଟପରି କାଲି ରାତିରୁ ଧରିବେ ହଁ କାଲି ରାତିରୁ। ହଉ ସାଙ୍ଗମାନେ ରହୁଛି। ପଛରେ ଦେଖାହେବା। ଆମ ବୋଉ କ'ଣ କରୁଛି ଦେଖିବା। ଭାତ ବସେଇଛି। ଭାତ ଖାଇବେନି? ଭାଜିବୁ ନା କ'ଣ ତାକୁ? ସକାଳୁ ସକାଳୁ ସିଆଡେ କୁଆଡେ ଯାଉଛୁ କିରେ? ସକାଳୁ ସକାଳୁ ସିଆଡେ କୁଆଡେ ଯାଉଛୁ? ଏଇ ଦେଖ ନା ସେଠି କ'ଣ କରୁଛୁ? ଟିକେ ଦିଆ ହଉନି ତାଙ୍କ ଝିଅକୁ ଦେବି। ନଉନୁ କ'ଣ ନଉଛୁ? ନେ ତତେ ଦିଆହବନି। ତାଙ୍କ ଝିଅକୁ ଦିଆହବ। ହସୁଛୁ କ'ଣ? ତତେ ଦିଆହବନି। ଡାକିଲେ ଶୁଭା ଯାଉନି। ଶୁଣୁନୁ ଶୁଣିବୁ ଏଥରକ। ଡାକିଲେ ଶୁଭା ଯାଉନି। ସେଇ ଯାଉଛି ଜଷ୍ଟ ଖାଇକି ଯୋଉଟେ ଇଆଡେ ଆସିଲି। ଜଷ୍ଟ ଇଆଡେ ବନ୍ଧା ଆଡ଼ିକି ଟିକେ ଆସିଛି। ଏଠିକି ଆମ ବୋଉ ତ ଖାଇସାରିଲେଣି। ଏବେ ଜଷ୍ଟ ଖାଇଲେ। ତାପରେ ଭାଇ ତ ଏଇନେ ଖାଇଲା ଜଷ୍ଟ। ଆମର ରବି ଏଇନେ ଆସିବ। ଏଇଠି ତାର କ'ଣ ସମ୍ମାନ ପତ୍ର କାଲି ନେଇଥିଲା ଯେ କ'ଣ ଭୁଲ ଭାଲ ହେଇଗଲା। ଆଜି ବି ଆସୁଛି ନେବାକୁ। ଆସନ୍ତୁ ଦେଖିବା ସେ କେତେବେଳୁ ଆସୁଛି। ଗାଁ ଭିତରେ ତ ଆସିପାରିବନି। ଗାଁ ଭିତରେ ଚାମୁଣ୍ଡିଆ ଫୁଣ୍ଡିଆ ବନ୍ଧା ହେଇଯାଇଛି। ଏପଟେ ବୁଲିକିରି ଆସିବ ବୋଲି କହୁଥିଲା। ହଉ ଚାଲ ଦେଖିବା କୋଉ ପଟେ ଆସୁଛି ଘରକୁ। ଚାଲ ଦେଖିବା। ସାଙ୍ଗମାନେ ଦେଖନ୍ତୁ ଆମ ରବି ଆସିଲି ହେରି। ଆମ ଗାଡ଼ି ନେଇକିରି ନେଇଥିଲା ସେ ଆମଠୁ ନା ସେଦିନ ସେଥିପାଇଁ ନେଇକିରି ଆସିଛି। କ'ଣ ଲାପଟପ୍ କ'ଣ ତାର ସାମାନ ଛାଡ଼ି ଯାଇଥିଲା ନେବାକୁ ଆସିଛି। ଘରକୁ ଚେକିଂ କରୁଛି ଘରେ କ'ଣ ପ୍ରୋବ୍ଲେମ୍ କି କ'ଣ। ସେଥିପାଇଁ ଦେଖୁଛି। ଏତେ ଯାହା ହେଲେ ଦେଖୁଛନ୍ତି ସାଥିରେ ଜଷ୍ଟ ଆସିକିରି ସବୁ ଜିନିଷ ଛାଡ଼ି ଯାଇଥିଲା ନା। ସେଥିପାଇଁ କି କାଢ଼ିକିରି ସେଠି ଚାଲିଲାନି। କହିଲା କ'ଣ ଅସୁବିଧା ହେଲା। ସେଥିପାଇଁ ଏଠି ଆସିକିରି ସବୁ ସାମାନ ଏଠି ଥିଲା। ସେଥିପାଇଁ ଏଠି ଆସିକି ଦେଖିଲି। ଫ୍ୟାନ୍ ତିଆରି ହୁଅନ୍ତି। ଆମର ମେକାନିକାଲ ଆଇଛନ୍ତି। ଆମର ଫ୍ୟାନ୍ଟା ପବନଟା ବାଜୁନି ତଳକୁ। ସେଥିପାଇଁ ତଳକୁ ପୁରା ଡାଉନ୍ ହେଇଗଲା। ଏଇନା ଆମର ବିଦ୍ୟାଧର ମିସ୍ତ୍ରୀ ହେଇଗଲେ। କେତେବେଳକୁ କରୁଛନ୍ତି କାମଟା ଦେଖିବା ଆଉ। କେତେବେଳକୁ ସରିବ? 5 ମିନିଟ୍ ବି ନାହିଁ, 2 ମିନିଟ୍ରେ ସରିଯିବ। ହଉ ଦେଖିବା। ଆମର ଫ୍ୟାନ୍ ତିଆରି ହେଇଗଲା। ଦେଖନ୍ତୁ କରୁଛି। ବୁଲୁଥିଲା ଯେ ପବନ ହଉନଥିଲା। ପୁରା ଉପରକୁ ହେଇଯାଇଥିଲା। ସେଥିପାଇଁ ତଳକୁ ଆମେ କରିଦେଲୁ। ଘୁରୁଛି ବି ଦେଖନ୍ତୁ। ପବନଟା ମେଦିନାରେ ରହୁଛି। ହଉ ସାଙ୍ଗମାନେ ରହୁଛି। ପଛରେ ଦେଖାହେବ। ଭୋକ କଲେ ମୋ ବିଷୟରେ ଟାଇମ୍ ହେଇଗଲି। ବହୁତ ଟାଇମ୍ ତିଆରି ଟାଇମ୍ ହେଇଗଲା। ସାଙ୍ଗମାନେ ଦେଖନ୍ତୁ ଆମ ସାହି ଲୋକମାନେ ଆମ ମଣ୍ଡପ ଉପରେ ବସିଛନ୍ତି। ଆମର ଜଣେ ଛିଡ଼ା ହେଇଛନ୍ତି। ମାମୁଁ ହବ। ନେଖା ଚକର ମାମୁଁ ହବ। ତାପରେ ଜଣେ ବି ଗାଁ ଭିତରୁ ଆସିକିରି ଜଣେ ଖଡ଼ିକା ତାଞ୍ଚୁଛି। ପହଁରା ସେଇଠି ଖଡ଼ିକା ତାଞ୍ଚୁଛି ପହଁରା କରିବ ବୋଲିକା। ଦେଖନ୍ତୁ ଇଏ ଜଣେ ବି ଆମର ଜେଜ ହେବେ। ତାପରେ ବି ଦେଖନ୍ତୁ ଏଠି ଟିକିଟୁକା ଛିଡ଼ା ହେଇଛି ସେଠି। ତାପରେ ବି ଆମ ଭଉଣୀ ଏଠି କଂଷ୍ଟାଟିଆ ସଫା କରନ୍ତି। ଖାଇଥିଲୁ ତ ସେଥିପାଇଁ ସଫା କରୁଛୁ ନେଇକିରି କ'ଣ ପୋଖରୀରେ। ଏଠି ଦେଖନ୍ତୁ ଆମର ସାଙ୍ଗମାନେ ଦେଖନ୍ତୁ ଆମ ବୋଉର କଂଷ୍ଟାଟିଆ ସବୁ ସଫା କରିକିରି ଆସୁଛି। ଆମ ପୋଖରୀରୁ ଦେଖନ୍ତୁ ସଫା କରିଦେଲା ସବୁ ଧରିକିରି ଆସୁଛି। ଦେଖନ୍ତୁ ସାଙ୍ଗମାନେ ଦେଖନ୍ତୁ ସାଙ୍ଗମାନେ ସୋନୁ କେମିତି ଚକ୍ରବାତି କରୁଛି ସୂତାରେ ଲଗେଇକିରି କେମିତି ଘୁରଉଛି। ଦେଖନ୍ତୁ ପାଟିରେ ପୁରଉଛି। ଦେଖନ୍ତୁ କୋଉଭଳିଆ ପିଲା ସେ ପାଟିରେ ପୁରଉଛି ତାକୁ। ଦେଖନ୍ତୁ ସାଙ୍ଗମାନେ ମହିଆଦା ଆମର ଏଠି ଛିଡ଼ା ହେଇଛନ୍ତି। କ'ଣ କହୁଛନ୍ତି ମୋତେ କୁଆଡ଼େ ଯିବୁନୁ କିରେ? ମୁଁ କହିଲି ହଁ ଯିବା ଆଉ। ଗାଁ ଭିତରେ ଟିକେ ସୋନୁ କେମିତି ଘୁରଉଛି ଚକ୍ରବାତି କରିକି। ଖଡ଼ିକା ତାଞ୍ଚୁଛି ଜଣେ ସେଠି ଆମର ଗାଁର ଲୋକଟେ। ସେ ପହଁରା କରିବେ ବୋଲି ସୋନୁ ତ ଘୁରି କହୁଛି ଦାଦା ଦେଖ ମୁଁ କେମିତି କାଟିଦେବି। ମୁଁ ଆଗକୁ ଆଣୁଛି ମୋବାଇଲ ଆଗକୁ କହୁଛି ମୁଁ କାଟିଦେବି। ଦେଖନ୍ତୁ ମହିଆଦା ବସି ପଡ଼ିଲେ ବି ଚଉତରା ଉପରେ
ମହାଦେବ ପାଖକୁ ନେଇକି ଗଲେ ବି ସୋନୁ କହିଲେ ଦେଖନ୍ତୁ କ୍ୟାମେରା ଆଗକୁ ନେଇକି ଯାଉଛି ସୋନୁ କହୁଛନ୍ତି ଦେଖନ୍ତୁ କେମିତି ଘୁରଉଛି। ମହାଦେବ ବି ସିଆଡ଼େ ଅନେଇକି ଅଛନ୍ତି ମାନେ କହୁଛନ୍ତି କୁଆଡ଼େ ସାଙ୍ଗମାନେ ମାନେ ଜଷ୍ଟ ଆସିକିରି ଖାଇକି ଆମ ବାରିଆଡ଼େ ମୁଁ ଛିଡ଼ା ହେଇଛି ମାନେ ବହୁତ ଜୋର ମୋତେ ଭୋକ କଲା। ହେଉଛି ଦେଖନ୍ତୁ ଆମର ରବି ବି ଏଇନା ଆସିଥିଲା ମାନେ ତାର ସମାନପତ୍ର ନେବାକୁ କ'ଣ ଲ୍ୟାପଟପ୍ର ସମାନପତ୍ର ନେବାକୁ ଆସିଥିଲା। ତାପରେ ବି ଆମ ଗାଁରେ ତ ଅଷ୍ଟପହରି କାଲି ନା ସେଥିପାଇଁକା ଶୀଘ୍ର ଆସିଲା ହାରି ସେ ଶୀଘ୍ର ନେଇକି ପଳେଇଲା କାଳେ ଛାମୁଣ୍ଡିଆ ଫାମୁଣ୍ଡିଆ ବନ୍ଧା ହେଇଯିବ ସେଥିପାଇଁକା ସେ ଶୀଘ୍ର ଆସି ଶୀଘ୍ର ନେଇକି ସାଙ୍ଗମାନେ ଦେଖନ୍ତୁ ନାଣ୍ଡି କେମିଟା ତା ବାପା ଉପରେ କାଖ ହେଇଛି। ମୁଁ କହିଲି ନାଣ୍ଡି କେମିତି କ'ଣ ଶୋଇଛି ଉଠିଲି ନା କ'ଣ କହୁଛି ହଁ। ତାପରେ ବି ମୁଁ କହିଲି ଖଜା ଆଉ ତତେ ଦେବିନି। ମୁଁ କହିଲି ତାଙ୍କ ଝିଅକୁ ଦେବି ଆଉ ତତେ ଦେବେନି। ମୁଁ କହିଲି ମୋ ପାଖକୁ ଆସିବୁ ତ କହୁଛି ହଁ। ମୁଁ କହିଲି ଆସିବୁ ଯଦି ଦିଆହେବ ନ ଆସିବୁ ଯଦି ଦିଆହେବନି। ସେ ବି ଦେଖନ୍ତୁ କେଉଁ ଭଳିଆ ହସୁଛି ତା ବାପା ସେ କହୁଛି ତାସ୍ ଖେଳିବା ଚାଲ। ତାସଟା ଧରିଛି ବି ହାତରେ ତା ବାପା କାଖରେ କାଖ ହେଇକିରି ତାସଟା ଧରିକି ତା ଛିଡ଼ା ହେଇଛି। ମୋତେ ବି ଅନଉଛି କହୁଛି ଆ ଖେଳିବା ଭାଇ ତାସ। ମୁଁ କହିଲି ତତେ ଆଉ ଦିଆହେବନି ମିଠା। ସେ କହିଲା ନା ମୁଁ ଖାଇବି ଏମିତି କିଏ କହୁଛି। ସେ ବି ତା ଆରେ ସାଇକେଲ ନେଇ କୁଆଡ଼େ ଯାଉଛ? ହଁ ଆସୁନ। ହଁ ସାଙ୍ଗମାନେ ଦେଖନ୍ତୁ ମାନେ ନାଣ୍ଡି କେମିତି ପାଣିରେ ଚିତା ପକଉଛି। ମୁଁ କହିଲି ଏଇ ଚିତା କ'ଣ ତତେ ପକେଇ ଆଉଛି? ହଁ ଦେଖନ୍ତୁ ନାଣ୍ଡି ପାଣିରେ ଚିତା ପକଉଛି ତାପରେ ହସୁଛି ବି ମୋତେ ଅନଉଛି ବାଡ଼େଇବ କ'ଣ କରିବ ସେଥିପାଇଁ ମୋତେ ଅନଉଛି। ତାପରେ ଦେଖନ୍ତୁ ତାକୁ ବାଡ଼େଇ ଦେଲି ଚିତା ପକେଇ ଆସୁନ ଗୋଟେ। ଦେଖନ୍ତୁ ସାଙ୍ଗମାନେ ଆମ ବୋଉ କଂସାଟାଟିଆ ନେଇଥିଲା ସଫା କରିବାକୁ। ଆମେ ଖାଇଥିଲୁ ନା କଂସାଟାରେ ସେଥିପାଇଁ ସବୁ ସଫା କରିବାକୁ ନେଇଥିଲା। ଏଇନେ ଜଷ୍ଟ ସଫା କରିକି ପୋଖରୀରୁ ଆସୁଛୁ ଦେଖନ୍ତୁ। ସାଙ୍ଗମାନେ ଭିଡ଼ିଓଟି କେମିତି ଲାଗିଲା ଆଶା କରୁଛି ନିହାତି କମେଣ୍ଟ ବକ୍ସରେ କମେଣ୍ଟ କରିବେ ଏବଂ ଲାଇକ୍ କରିବେ ସେୟାର କରିବେ। ପ୍ଲିଜ୍ ଦୟାକରିକି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ରହୁଛି ବାଏ।